ଆଉ ମାଇଁ କଣ ଛୁଆ ମାନେ ସ୍କୁଲ ଗଲେଣି? ଆରେ ହଁ ଗଲାଣି ହାରି ବା ଏଇ 10 ମିନିଟ୍ ହବ। ହଁ ଗାଧେଇଲ ନା ନାଇଁ ତମେ? ଗାଧେଇ ପଡିଛି। ଖାଇଛ? ହଁ ଖାଇଛି। ମାମୁଁ ତ ଆସୁନାହାନ୍ତି ଆଉ ରହୁଛ ଯେ। ନା ମାମୁଁ ତ ଆସୁନାହାନ୍ତି, କଣ କରିବା ଏକୁଟିଆ ରହୁଛି ହଇରାଣ ହଉଛି ଆଉ। ହଇରାଣ ହଉଛ, ମୁଁ ଥାଉ ଥାଉ କଣ ହଇରାଣ ତମର? ତ ମାଇଁର ଦୁଃଖ ବୁଝିଥିଲେ ଏକଥା ପଚାରନ୍ତ, ଟିକେ ଆସିବା କଥା ନା ନାଇଁ। ମାଇଁଙ୍କର କି ଦୁଃଖ ମ, ତମର ତ ସବୁ ଅଛି, ପଇସା ଅଛି, ଗାଡି ଘୋଡା ଯୋଉଟା ନାହିଁ ତ ଜାଣିଛ ମାମୁଁଙ୍କ ପାଖେ। ହଁ ଭଣଜା ବି କଣ ଏମିତି କଥାବାର୍ତ୍ତା କରୁଛ ମୋ ସହ? ଭଣଜା ମାଇଁକି ଲୁଚି ଲୁଚି ଗାଧୁଆଘରେ ଦେଖୁଛ, ସେଇଟା ମାନେ ଭଣଜା ଦେଖନ୍ତି ନାଇଁ। ମୁଁ ଦେଖୁଛି ଲୁଚି ଲୁଚି? ଶୁଣ ପାଗଳ ନା କଣ? ତମକୁ ମୁଁ 3 ଥର ଦେଖିଛି ହେଲା। 3 ଥର ଦେଖିଛ ମତେ? ପ୍ରଭୁ ପ୍ରଭୁ କି ମିଛ କଥା ଗୁଡା କହୁଛ। ନା ନା ଆରେ ସତରେ ଦେଖିଛି, ତମେ ମୁଠି ମାରିକି କାନ୍ଥରେ ପଡିଥାଏ ତମର ଧଳା ଧଳା ବୀଜ ହେଲା। ବୀର୍ଯ୍ୟ ପଡିଥାଏ ମୋର? ହଁ। ଆରେ 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 ଏତେ ମାନେ ତମେ ସବୁ ଜାଣିଛ ନା, କିଛି କହୁନ ଖାଲି ଆଉ। କହିବି କଣ, ଆରେ ମୋର ତ ଦରକାର ନା ତମଠୁ ଟା। ଆରେ ଦରକାର ମୋଠୁ ତମର? ମୁଁ ଇଶାରା ଦିଏ କିଛି କୁହେନି, କଣ ଜାଣିପାରୁନ? ମାନେ ତମେ ମତେ ଚାକୁଛ ମୁଁ ଜାଣିପାରୁନି ନା କଣ ଭାବୁଛ? ତମେ ମାଇଁ ହବ ବୋଲି ମୁଁ ବି କିଛି କହିପାରିନି, ଆଉ କଣ କରିବି? ଆଜି ଫୋନ ରେ କଥା ହେଇକି ମାନେ ଜଣଉଛ, ମାନେ ମୁଁ ଡାଉଟ କଲି ବେଲେ ଆଉ ନାଇଁ। ଏମିତି ମୁହଁରେ କହିପାରିବି କି, ନା ଲାଜ ଲାଗିବ ନା। ଶୁଣ ତମର ପାଠ ପଢା ସରିଲା ତ ତମେ ପଳେଇଲ, ଆଟଲିଷ୍ଟ ମୁଁ କେମିତି କହିଥାନ୍ତି କହିଲ, ମତେ ଗୋଟେ ଲାଜ ଲାଗିବ ନା ନାଇଁ। ହଁ ସେଟା ମାମୁଁ ନାହାନ୍ତି। ଝିଅ ନିଜ ପଟରୁ କହିପାରିବି ନା। ମାମୁଁ ନାହାନ୍ତି ବୋଲି ତ ମୁଁ ଆଜି ତମକୁ ସାହସ କରି କଲ୍ କରି ମାମୁଁ ବି ଦେଖ, ମାମୁଁ ତ ନାହାନ୍ତି ଘରେ। କଣ? ମାମୁଁ ନାହାନ୍ତି ବୋଲି ତ ମୁଁ ତମକୁ କହିଲି ନା। ହଁ ଆଜି ମାମୁଁ ନାହାନ୍ତି ବୋଲି କହୁଛ ନା? ଆଚ୍ଛା ହଁ। ଆଚ୍ଛା ଏମିତି କଥା। ଆରେ ମାମୁଁ ଏଇନେ ଗଲେ ହେରି ତାଙ୍କର ଫାଇନାନ୍ସିଆଲ କାମ ବୁଝି ନା ନାଇଁ, ଫାଇନାନ୍ସିଆଲ ମାନେ ବିଜନେସ ସେ ଏଇନେ ରହିବେ ବହୁତ ଦିନ। ବିଜନେସ କରୁଛନ୍ତି ନା, ତାଙ୍କର କେତେ ପ୍ରଫିଟ ହଉଛି ନା ଲସ୍ ହଉଛି କେତେ କେମିତି? ହଁ ନା ଭଲ ହଉଛି? ଚାଲିଛି ହଉଛି 1 ଲାଖ୍ ପ୍ଲସ୍ ହଉଛି ଇନକମ୍। ହଁ ମ ସେଟା କେମିତି କିଛି ନାହିଁ, ଆଉ କଣ କରିବା ଛାଡ ସେଟା ତମ ପଇସା ଇଚ୍ଛା। ପତ୍ର ସବୁ ଅଛି ବାବା, ମୋର ଟିକେ ଗିହା ଦରକାର। ଦବ ନା ନାଇଁ? ଖୋଲିକି କହୁଛ ପୁରା ନା, ଗିହା ଦରକାର। ହଁ ଦେଖ ମୁଁ ଖୋଲି କହିବିନି କାହିଁକି, ତମେ ଲୁଚିକି ମୁଠି ମାରିବ ସେଇଟା ଠିକ, ମୁଁ ତମକୁ ଖୋଲା ଖୋଲି ମାନେ କହିବି ସେଇଟା ଭଲ ନାହିଁ କି? ଗିହା ଦରକାର ତମର? ହୁଁ। ହଁ ଯେ ମାମୁଁ ଦେଖ, ତମ ମାଇଁ ହବ ମୋର, ମୁଁ ତମର ଭଣଜା ହେବି, ଏମିତି କେମିତି ହବ? ଆରେ ସମ୍ପର୍କ ଗୋଟେ ଖରାପ ଶୁଣ ହେଇଯିବ ନା। ଶୁଣ ଶୁଣ ମାମୁଁ ସରି ଆମେ ମାଇଁ ଭଣଜା ବୋଲି ଆମେ 2 ଜଣ ଜାଣିଛେ ନା, ଆଉ କିଏ ଜାଣିଛନ୍ତି? ଆଉ କିଏ ଜାଣିବେନି ନା। ହଁ ସତ କଥାଟା ବି, ଘର କଥା ଘରେ ରହିବ ନା, ବାହାରକୁ ଯିବାର ଆରେ ନାହିଁ। ଶୁଣ ଘରେ ବି ଆମର ଛୋଟ ଛୁଆ ଦିଟା ସ୍କୁଲ ପଳଉଛନ୍ତି, ତ ହୁଁ ମତେ ବହୁତ ଟାଇମ ମିଳୁଛି, ତ ତମେ କେବେ ଗୋଟେ ଆସ କରିବା ଗିଆ ଘିଅ ଟିକେ ହବା। ଗିଆ ଖାଇବ? ଦେଖ ମୁଁ ବି ଦେଖ ତମକୁ ସିନା କହିପାରେନି, ତମର ଦୁଧ ଗାଣ୍ଡି ଏଗୁଡା ଦେଖିଛି, ଦେଖି ଦେଖି ବହୁତ ମୁଠି ମାରିଛି, ତମେ ଜାଣିଛ ଆଉ। ବାସ୍ ମତେ ଭଲ ଗୋଟେ ଲାଗେ ଆମ ଗାଣ୍ଡି ଦୁଧ ଭଲ ଲାଗେ। ଗାଣ୍ଡି ଦୁଧ ପୁରା ପସନ୍ଦ ଲାଗେ ବହୁତ, ଇଚ୍ଛା ହୁଏ ଆଉ ଯେମିତି ପିଇବ ଆଉ ଗାଣ୍ଡି। ଆଉ ତ ଆଚ୍ଛା ଆମ ବିଆ ଦେଖିନ ନା? ନା ବିଆ ଟା ଦେଖି ପାରନି ଆଉ, ବାଳ ଗୁଡା ଯୋଉ ଅଛି ତମେ ଯୋଉ କଣ ପରିସ୍ରା କରିଯାଅ ଦେଖିଛି, ଲୁଚିକି ଦେଖିଛି, ବଟ ମାନେ ବିଆରେ ପୁରା ବାଳ ଭର୍ତ୍ତି କି ନାଇଁ। ବହୁତ ଅଛି। ସେଥିପାଇଁ ଦେଖାଯାଏନି ଠିକ ସେ ଆଉ। ହଁ ଯଦି ତମେ କହିଲେ ମୁଁ କାଟିଦେବି ଆଉ କଣ ଅଛି। ଭାଗ୍ୟରେ ଯଦି ମିଳନ୍ତା କେବେ, ବଟ କାହିଁ ଆଉ। ଆମର ହଁ ସେ ସୁଖ ନାହିଁ। ଭଣଜା ଦୁଃଖ ଟା ବୁଝୁଛି ଆଉ, ହେଲେ ମୁଁ କାଟିଦେବି ବାଳ ହେଲା। ବାଳ କାଟିବ? ଯେ ବାଳ କାଟିବ ଯେ, ନା ମ ବାଳ କାଟିବନି ସବୁ, ରଖିବ ଟିକେ ଟିକେ ପସନ୍ଦ ମୋର ସେଇଟା। ହାଲକା ହାଲକା ରଖିବି ଆଉ, ଚାଟିବ ହଁ ତ? ବାଳ ଟିକେ ଟିକେ ରଖିବ ବିଆରେ ହେଲା, ମାମୁଁ ଆଉ ମୋ ଦୁଧ ଗୁଡା ମାମୁଁ ବିଆକୁ ମୋର ବେଶୀ ଚାଟନ୍ତି, ତମେ ଚାଟିବ ତ? ବିଆକୁ ଚାଟିବି ପଚାରୁଛ, ଆରେ ତମ ଭଳି ଗୋଟେ ତମକୁ ମାଇଁ କହୁନି, ତମ ଭଳି ଗୋଟେ ମାଇକିନା ପାଇଲେ ବିଆ କଣ ଗାଣ୍ଡି ଚାଟି ପକେଇବା। ତମେ ଆଉ ମାଇଁ ମାଇଁ ଡାକନି, ମତେ ଭାରି ଖରାପ ଲାଗୁଛି ହେଲା। ମାଇଁ କହିଲେ ଖରାପ ଲାଗୁଛି ନାଇଁ? ହୁଁ। ହଁ ମାଇଁ ଡାକିବିନି, ଧନ ଡାକିବି ଗେଲୁ ହେଲା। ହୁଁ। ଆଉ କେମିତି ଗେଇବି ତମକୁ କହିବ ମତେ? ଗେଳିବ ଆଣ୍ଠେଇକି ପେଲିବ, ମତେ ଭାରି ପସନ୍ଦ, ମୁଁ ନଇଁକି ରହିବି ତମେ ଆଣ୍ଠେଇକି ପେଲିବ। ନଇଁକି ଗେଲେ ପସନ୍ଦ ତମର? ଆଉ ନଇଁକି କେମିତି ରହିବି ତମେ ଆଣ୍ଠେଇକି ଗେଇବ ହେଲା। ଆଣ୍ଠେଇକି ଗେଇବି? ହୁଁ। ତମ ଦାଣ୍ଡିରେ ଗେଇଲେ ସମ୍ଭାଳି ପାରିବ? ହୁଁ ମୁଁ ତ ଦେଖିନି ତମ ଦାଣ୍ଡ ହେଲା, ହଁ ଦେଖିଲେ କହିବି ଆଉ। ମତେ କାଇଁ ଲାଗୁଛି ନା ତମେ ସମ୍ଭାଳି ପାରିବ ବୋଧେ। ତମ ଗାଣ୍ଡି ଟା ହେଇଛି ଯେମିତି ଦେଖିଛ, ଯେମିତି ମୁଁ ହେଇଛି ଗୋଟେ ପାଖାପାଖି 40 ପାଖାପାଖି ନା ଗାଣ୍ଡି ଟା ତମର? ଗାଣ୍ଡି ଟିକେ ମୋର ବଡ। ବଡ ଗାଣ୍ଡି ଗୁରା ନା, ଗାଣ୍ଡି ଟା ମତେ ଭଲ ଲାଗେ।